ନିରାଶ ଭାବରେ ଆସିକି ବାସି ଖଡ ଖୋଜିଲା। ଖଡ ନାଡ ଦିଅନ୍ତି ସେ ପିନ୍ଧେ। ଖଡ ନାଡ ଗୁଡିକ ଏ ଯୋଉ ତମର କୁଟା ଘାସ କୁଟା ଗୁଡିକ ଛଣ ଯୋଉ କାଠ ଶୁଖିଲା ନାଡ ସେଗୁଡିକୁ ଟିକେ ଦବ ବୋଲି ଆସିଛି। କୋଉଠିକି ମୁହଁ ଦେବା ପାଇଁ କି ସେଇ ଯୋଉ ଖାଇବା ପାଟିରେ ଯୋଉ ଜାଗାରେ ଖାଇବା ଜିନିଷ ଯୋଉ ଗାଈମାନଙ୍କ ରଖାଯାଏ ସେଠି ଟିକେ ମୁହଁ ଦେବା ସେଇ ଜାଗାରେ ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ଅମୃତ ଯୋଗାଣ କଣ ସେ ଯୋଉ ସ୍ଵାଦିଷ୍ଟ ଭୋଜନ ଗୁଡିକ ପୁରା କଂସାରେ ଫୁଲ ହେଇକି ଥୁଆ ହେଇଛି ସ୍ଵାଦିଷ୍ଟ ଭୋଜନ ଗୁଡିକ। ସନ୍ତୋଷଣ ଭୋଜନ ଯେ କଲାକ ବୃଷଭ ସୁମର ଏକଲ କରି ମତେ କରତାର ଦେବ। ଅତି ସନ୍ତୋଷ ହେଇକି ମାନେ ଅତି ଆନନ୍ଦ ହେଇକି ଖୁସି ହେଇକି ସବୁ ଯାକ ଭୋଜନ କଲା ବୃଷଭଟି। ମିଳିଛି ବଢିଆ ସ୍ଵାଦିଷ୍ଟ ଭୋଜନ ପେଟେ ଖାଇଦେଲା। ଖାଇକି ସୁମର ହେଲା ସ୍ମରଣ କଲା। ଖାଇସାରିଲା ପରେ ସୁମର ଏକ ଲୟ ଗୋଟେ ଲୟରେ ଏକ ଧ୍ୟାନରେ ସ୍ମରଣ କଲା କାହାକୁ କରି ହାତେ କରତାଳ ଦେବ। ହାତେ ହେଲା ସଙ୍ଗେ ସଙ୍ଗେ ଖାଇ ଦେଇଛି ଖାଇସାରିଲା ପରେ ସାଙ୍ଗେ ସାଙ୍ଗେ କଣ କଲା ସୁମରଣ କରିଛି ଅତି ଶୀଘ୍ର ଯାଇକି ସୂର୍ଯ୍ୟ ଦେବତାଙ୍କୁ ସୁମରଣ କଲା ବା ସ୍ମରଣ କଲା। କାହିଁକି ନା ତାଙ୍କରି ପୁରାଣ ନା ତାଙ୍କରି କଥା ଅନୁସାରେ ସେ ପାହାଡ ବୃକ୍ଷ କରତାର ରଥ ଚକ ତାକୁ ଛୁଇଁଲେ ପାପ ନାଶ ହୁଏ ତାକୁ ମୁଣ୍ଡରେ ମାନେ ଖାଦ୍ୟ ମିଳେ ଏକଥା ସତ ବୋଲି ପ୍ରମାଣିତ ହେଲା। ତେଣୁ ଅତି ଶୀଘ୍ର ସେ ଯାଇକି କରତାର ଦେବକୁ ବା ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରିକି ଧ୍ୟାନ କଲା। ଘୁଞ୍ଚିଣ ପଇଲା ଯେ ବୋଇଲା ଆନନ୍ଦ ହେକୁଥ ଜନୀ କରତାର ନାଥକୁ ନିତ୍ୟ ବନ୍ଦ। ପ୍ରଥମରୁ କହିଥିଲା ଯଦି ମତେ ଖାଇବାକୁ ଆଜି ନ ମିଳିବ ତାହେଲେ କେଇକି ଯୁଗେ ଯୁଗେ ସୂର୍ଯ୍ୟ ଦେବତାଙ୍କର ଭକ୍ତ ହେବିନି। ତେବେ ଯେମିତି ଭୁଞ୍ଜି ସାରିଲା ଖାଇସାରିଲା ଅତି ଆନନ୍ଦ ଅତି ପ୍ରସନ୍ନତାର ସହିତ କହୁଛି ହେ ବୁଦ୍ଧ ଜନେ ବୁଦ୍ଧ ଜନେ ହେଲା ହେ ଜ୍ଞାନୀ ଲୋକମାନେ ଜ୍ଞାନୀ ଗୁଣୀ ପଣ୍ଡିତ ଜନ ମାନେ କରତାର ନାଥକୁ ନିତ୍ୟ ବନ୍ଦ ପ୍ରତି ସମୟରେ ନିତ୍ୟ ମାନେ ପ୍ରତିଦିନ କରତାର ନାଥଙ୍କୁ ବା ସୂର୍ଯ୍ୟ ଦେବତାଙ୍କର ବନ୍ଦନା କରୁଥାଅ। କାହିଁକି ନା ତାଙ୍କ ବନ୍ଦନା କଲେ ନିଷ୍ଫଳ ହେବନି ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ଏଇଆ ସେ କହିଚାଲିଲେ। ପୁଣି କହୁଛନ୍ତି ଈଶ୍ୱର କଷଣରୁ ବୋଇଲେ ଯିବାର କିସ କରି ପାରଇତି ଆବର ନାଥ କର। ଈଶ୍ୱର କଷଣରୁ ହେଲା ଶିବ ମତେ ଆଜି କଷଣ ଦେଇଥିଲେ ଅର୍ଥାତ୍ ମତେ ପରୀକ୍ଷା କରୁଥିଲେ କଷଟିରେ କଷୁଥିଲେ ପରୀକ୍ଷା କରୁଥିଲେ ତାହାଠୁ ମୁଁ ପାର ହେଇଗଲି। ଶିବଙ୍କୁ କଷଣରୁ ପାର ହେଇଗଲି ଦେବଦେବ ମହାଦେବ ସିଏ ତେବେ ଆଉ କିସ କରିବ ମାନେ ଆଉ କଣ କରିପାରିବ ଆପର ନାଶ କର ଆପର ମାନେ ଆଉ ନାଶ କର ହେଲା ଯମ। ତ ଶିବ ଯଦି ମତେ ମାନେ ପରୀକ୍ଷା କଲେ ମୁଁ ସେଥିରୁ ପାସ୍ ହେଇଗଲି ତାହେଲେ ଯମ ମୋର ଆଉ କଣ କରିବ ବୋଲି ମନେ ମନେ ଭାବିଲା। ଏଇ ହସ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ପ୍ରସାଦେ ଶୁଦ୍ରମଣି ସାରଳା ଦାସ କରତାର ପଦ୍ମପଦେ ବନ୍ଦେ। ଏଇ ହସ୍ତରେ ମାନେ ଏଇଭଳି ଭାବରେ ଏଇ ହାତରେ ଫଳ ଲଭନ୍ତି ଫଳ ପାଆନ୍ତି ବିରଞ୍ଚି ନାରାୟଣ ପ୍ରାସାଦେ ପ୍ରାସାଦର ଅର୍ଥ ଏଠି ଆଶୀର୍ବାଦ। ପ୍ରାସାଦର ଅର୍ଥ ଏଠି ବଡ ବଡ ଅଟ୍ଟାଳିକା ନୁହେଁ ଏଠି ପ୍ରାସାଦର ଅର୍ଥ ହବ ଆଶୀର୍ବାଦର ତେବେ ବିରଞ୍ଚି ନାରାୟଣ ହଉଛନ୍ତି ସୂର୍ଯ୍ୟ ଦେବତା ଖାଲି ନାରାୟଣ ହେଲେ ସୂର୍ଯ୍ୟ ସରି ନାରାୟଣ ବିଷ୍ଣୁ। ବିରଞ୍ଚି ନାରାୟଣ ହେଇଗଲେ ଆମର କଣ କାହାକୁ କୁହାଯିବ ସୂର୍ଯ୍ୟ ନାରାୟଣ ତାଙ୍କୁ ରବି ନାରାୟଣ ମଧ୍ୟ କୁହନ୍ତି ଗୋଟେ ବ୍ରତ ହୁଏନି ରବି ନାରାୟଣ ବ୍ରତ ନାଇଁ ରବି ହେଲା ସୂର୍ଯ୍ୟ ରବି ନାରାୟଣ ଆଛା ନାଁ ଦିଆ ହେଇଥିବ ପୁଅ ପିଲାଙ୍କର ନାଁ ସବୁ ରଖାଯାଏ ରବି ନାରାୟଣ ଆମ ମାନଙ୍କର କଥା କହୁନି ସେ ଜାଣିଲା କା ନାଁ ମାନେ ପୁଅ ମାନଙ୍କର ନିଜେ ନା କାର କା ବାପା ମା ଦେଇଦିଅନ୍ତି ସୂର୍ଯ୍ୟ ନାରାୟଣ ରବିବାର ଯିଏ ଜନ୍ମ ହେଇଥିବେ ରବି ନାରାୟଣ ଆଉ କିଛି ଲୋକ ଏବେ ମାନନ୍ତି ଯେ ରବିବାର ଟା କୋଉ ଠାକୁରଙ୍କୁ ପୂଜା କରୁଛନ୍ତି ସୂର୍ଯ୍ୟ ଦେବତାଙ୍କୁ ବହୁତ ଲୋକ ରବିବାର ଆଇଁଷ ଖାଆନ୍ତିନି କାହିଁକି ନା ସେ କୁହନ୍ତି ଅଲଗା ଠାକୁରଙ୍କୁ ଆମେ ଦେଖିପାରୁନେ କିନ୍ତୁ ସୂର୍ଯ୍ୟଟା ସୂର୍ଯ୍ୟ ଦେବତାଙ୍କୁ ଆମେ ସବୁବେଳେ ଦେଖିପାରୁଛେ ସତରେ ସେ ଅଛନ୍ତି ଦିନ ରାତି ହଉଛି ଏପଟ ସେପଟ ଏଇଆ ଭାବିକି ବହୁତ ଲୋକ ତାଙ୍କ ଉପାସନା କରିକି ମଧ୍ୟ ଆମିଷ ଖାଆନ୍ତି ନାହିଁ। ତମେ ଏମିତି କହୁନି କି ଛାଡିବା କଥା ମାନେ ବହୁତ ଲୋକଙ୍କୁ ମୁଁ ଦେଖିଛି ମୁଁ ମଧ୍ୟ ଖାଇଦିଏ ମୁଁ କହୁନି ମୁଁ ଖାଏନି ବୋଲି ବହୁତ ଲୋକ ଦେଖିଛି ଖାଆନ୍ତିନି ରବିବାର ତ ଯାହା ହଉ ତ ସେଇ ବିରଞ୍ଚି ନାରାୟଣଙ୍କର ଆଶୀର୍ବାଦରେ ଏଇଭଳି ଭାବରେ ତାଙ୍କର ଭକ୍ତ ମାନେ ଫଳ ପ୍ରାପ୍ତି ହେଇଥାନ୍ତି ଶୁଦ୍ରମଣି ଶାରଳା ଦାସ କରତାର ପଦ୍ମପଦେ ବନ୍ଦେ। ତ ଏଇ କଥା ସବୁ କହୁଛି କି ଯେହେତୁ ଏସବୁ ଘଟଣା ମହାଭାରତରେ ଲେଖା ଅଛି ଓଡିଆ ମହାଭାରତ ତେଣୁ ଏଇ ଶୁଦ୍ରମଣି ଶାରଳା ଦାସ କରତାର ପଦ୍ମପଦେ ବନ୍ଦନ କରୁଛି ସୂର୍ଯ୍ୟ ଦେବତାଙ୍କର ପାଦ ପଦ୍ମରେ ବନ୍ଦନା କରିକି ଗୀତ ଗୁଡିକ ଲେଖିଛି। ପେଜ କ୍ଲିୟର ନା ଡାଉଟ ଅଛି କାହାର? କ୍ଲିୟର ଆଗକୁ ଯିବା। ପୁଣି କହିଲେ ବ୍ୟାସେ ବହିଲେ ଶୁଣ ଗାନ୍ଧାର ସୁନ ନୃପତି ଏପତ୍ର ସିରି ଘେନିଲେ ଏଶାନଙ୍କ ଫଳ ଏପଟେ କଥାବାର୍ତ୍ତା ଗପ ସପ କି ବ୍ୟାସ
ଗାନ୍ଧାରସନ। ତ ଗପ ଯେତେବେଳେ ସଇଲା ଏଇଭଳି ଖାଇବାକୁ ତାକୁ ମିଳିଗଲା। ଏଇ କଥା ଯେତେବେଳେ କହିଲେ ବ୍ୟାସ ସେଠୁ କହୁଛନ୍ତି ଶୁଣ ଗାନ୍ଧାରସନ ନୃପତି ହେଲା ରାଜା, ହେ ରାଜା ଗାନ୍ଧାରସନ ଶୁଣ, ଏଇ ପତ୍ର ମୁଣ୍ଡରେ ଶିର ହେଲା ମୁଣ୍ଡରେ ଘେନିଲେ ଏଇଭଳି ପ୍ରକାରର ଏସନେ କଣ ହେଲା ଏଇଭଳି ପ୍ରକାରର ଫଳଶ୍ରୁତି ହେଲା ମିଳେ ବୋଲି ଶୁଣାଅଛି, ଶ୍ରୁତି ହେଲା ଶୁଣାଅଛି, ଏଇଭଳି ପ୍ରକାରର ଫଳ ମିଳେ ବୋଲି ସାହାରା ବୃକ୍ଷକୁ ମୁଣ୍ଡରେ ଲଗାଇଲେ ବ୍ୟାସଦେବ ପୁଣି କହିଲେ ତ୍ରିପତି ମହିଳା ମୁହକୁ ଅମୃତ ଯୋଗାଣ ପାଇଲା। ଏସବୁ ଖାଦ୍ୟ ଖାଇକରି ବୃଷଭ ତ୍ରିପତି ହେଲା ତୃପ୍ତି ଆନନ୍ଦିତ ହେବା ବା ଆତ୍ମ ତୃପ୍ତି ହବା, ଆତ୍ମତୃପ୍ତି ହେଲା ମହା ଆନନ୍ଦ ମହା ତୃପ୍ତି ପାଇଲା ଏବଂ ଶୋଷକୁ ପଣା ଶୋଷ କରୁଥିଲା ପଣା ପାଇଲା ପିଇବା ପାଇଁ କି ଭୋକକୁ ଅମୃତ ଯୋଗାଣ ମାନେ ସ୍ଵାଦିଷ୍ଟ ଭୋଜନ ମଧ୍ୟ ଖାଇବା ପାଇଁ ପାଇଲା। ଶୋଇଅଛି ବୃଷଭ ହୋଇଲ ମହାତ୍ରିପତି ସୁବର୍ଣ୍ଣ ପ୍ରସର ଯେ ହୋଇଲା ହୋଇଲାକ ରାତି। ଆରାମ ସେ ଖାଇ ପିଇ ଦେଇ ଢୋଲ ଫୁଲ ହେଇଯାଇଛି ବେଶୀ ଖାଇଦେଲେ କଣ ହୁଏ ଭାରି ନିଦ ମାଡେ ନୁହେଁ। ହଁ ସତରେ ଏଇଟା ସାଇଣ୍ଟିଫିକାଲି ତମେ ଯଦି ନର୍ମାଲ ଅଳ୍ପ ଟିକେ ଖାଇବ ଏତେ ନିଦ ଲାଗିବନି, କିନ୍ତୁ ପେଟ ଫୁଲ କରି ଯଦି ଖାଇଦବ ତାହେଲେ କାହିଁକି ନିଦ ମାଡେ, ମୁଣ୍ଡ ଟିକେ ଝାଇଁ ହେଇଯାଏ କାହିଁକି ନା ପେଟଟା ଯୋଉ ଆମର ଷ୍ଟୋମାଚ ଯୋଉ ମେଟାବଲିଜିମ ଥାଏ ସେ ଖାଇବା ହଜମ କରିବା ପାଇଁ କି କାମ କରେ। ଯିଏ ଅଧିକା କାମ କରିବ ତାକୁ ଗାଡି ଅଧିକା ବାଟ ଚାଲିଲେ ଅଧିକା ପେଟ୍ରୋଲ ଦରକାର ନା ନାଇଁ। ଠିକ ସେମିତି ପେଟରେ ଯଦି ଏତେ ଖାଦ୍ୟ ଥିବ ତାକୁ ହଜମ କରିବା ପାଇଁ ବହୁତ ସାରା ମେଟାବଲିଜିମ ଦରକାର କାମ କରିବ ତ ବ୍ଲଡ ଦରକାର, ମୁଣ୍ଡକୁ ସବୁ ବ୍ଲଡ ପଳେଇଆଇଲା ପେଟକୁ ସବୁ କାମ କଲା ତ ମୁଣ୍ଡରେ ଟିକେ କମ ଭାରି ନିଦ ମାଡିବ କି ଝାଙ୍କି ହେଇଯିବ ପେଟ ଦେହଟା ଓଜନ ଓଜନ ଲାଗିବ ଚାଲ ପେଟେ ଖାଇଛ ଶୋଇପଡିବା। ଆଉ ଯଦି କମ ଖାଇଥିବ ଏତେ ନିଦ ଲାଗିବନି ମାନେ ଲେଜି ଲାଗିବନି। ଏତେ ଦିନେ ଖାଇକି ଦେଖ ସେଥିପାଇଁ ଏବେ ନିଦ ମାଡୁଛି। ହଁ ଦରକାରଠୁ ଅଧିକା ଖାଇଦେଲେ ନିଦ ମାଡିବ। ଠିକ ତାକୁ ଖାଇଲେ ସେ ବହେ ଖାଇଛି ଢୋଲ ଫୁଲ କରିକି ପଣା ପିଇଛି ତେଣୁ କରିକି ଆରାମସେ ଯାଇକି ମହାତୃପ୍ତି ମାନେ ମହାତୃପ୍ତି ଅତି ଆନନ୍ଦରେ ଶୋଇପଡିଛି। ଗୋଡ ହାତ ଝୁଲେଇ ପେଟ ବାହାର କରି ଆରାମସେ ସେ ଶୋଇ ପଡିଛି। ଶୁଭ୍ର ପ୍ରସାଦ ଯେ ପାଇଲାକ ରାତି। ଶୁଭ୍ର ମାନେ ଶୁଭରେ ଅତି ଭଲରେ ଖୁସି ଖାଇଛି ପିଇଛି ଅତି ଶୁଭରେ ପ୍ରସର ହେଲା ପାହି ଯାଇଛି ପ୍ରସର କିମ୍ବା ପାହିଯିବା ବୋଇଲାକ ରାତି ଗମନ ଭୋଇଲାକ ରାତି ଶୁଭେଣ ପ୍ରସର ଯେ କୋଇଲାକ ରାତି, ରାତିଟି ଅତି ଶୁଭରେ ଶୁଭରେ ଭଲରେ ଭଲରେ ପାହି ଯାଇଛି। କବାଟ ଫାଡି କରି ଦେବ ଯେ ସୁଧ ଏପଟେ ଶିବ ଠାକୁର ଯେହେତୁ ତାଙ୍କର ପ୍ରିୟ ଭକ୍ତ ଥିଲା ଖାଇବାକୁ ଦେଇନାହାନ୍ତି ମନରେ ଯେତେ ବି ପରୀକ୍ଷା କଲେ ମନରେ କୋଉଠି ନା କୋଉଠି ଟିକେ ତା ପାଇଁ କି ଚିନ୍ତା ଅଛି ତେଣୁ କବାଟ ଖେଳି ହେଲା ଫିଟାଇ ଦେବ ଆସିଲେ ସୁଢଳ ହେଲା ଶିବ ଶିବ ଆସିଲେ କବାଟ ଖୋଲିକି ଭିତରକୁ ପଶିଲେ ଦେବ ବୃଷଭ ବିକଳ ବୃଷଭର କଣ ହେଇଛି କଣ ନାହିଁ ବଞ୍ଚିଛି କି ନାହିଁ ନା ବେହୋସ ହେଇଗଲାଣି ଖାଦ୍ୟ ଗ୍ଲୁକୋଜ କମିଯିବ ତା ଦେହରେ ଗ୍ଲୁକୋଜ କମିଯିବ ନା ଖାଇନି ପିଇନି ଯାଇ ଟିକେ ଦେଖେ ବେହୋସ ଫେହୋସ ହେଇଯାଇଛି କି ନାଇଁ ତ ଶିବ ଆସିକି ବିକଳରେ ଦେଖିଲେ ଦେଖିଲେ କଣ ନା ଈଶ୍ୱର ହସିଲେ ଯେ ମହାବୃଷଭକୁ ଚାହିଁ ବିଷ ଫଳ ପାଇଲୁ ମୋ ସାହାରା ବୃକ୍ଷ ଦାନି ଈଶ୍ୱର ଭାବୁଛନ୍ତି ଖାଇବା ପିଇବା ସେ ପୁରା ଚାଟି ଚୁଟି ସଫା କରିଦେଇଛି କୋଉଠି ଅଇଁଠା ପତ୍ର ପକେଇନି ଯେ କିଏ ଆସିକି ଦେଖିକି ଜାଣିଦବ ଯେ ଖାଇଛି ବୋଲି ତେଣୁକରି ଈଶ୍ୱର ଆସିକି ଦେଖୁଛନ୍ତି ବୋଧେ ସେ ଖାଇନି ତେଣୁ ତାକୁ କହୁଛନ୍ତି କି ଫଳ ହସିଲେ ତାକୁ ଦେଖିକି ଆଗ କି ଫଳ ପାଇଲୁ ସେ ସାହାଡା ବୃକ୍ଷ ଦାହି ହେଲା ଧାରଣ କରି ଏଇ ସାହାଡା ବୃକ୍ଷଟି ତୁ ମୁଣ୍ଡରେ ଧାରଣ କଲୁ ତମେ କି ଫଳ ପାଇଲୁ ଏମିତି ଉପାସରେ ପଢିଛୁ ସିଏ ଆହୁରି ଖୁସି କହିବ ଏକ୍ସାଇଟେଡ ହେଇକି ମୁଁ ଖାଇଛି ନା ଖାଇନି କଣ ହାରିଛି ଜିତିଛି ନା ଜିତିଲେ ଯୋଉ ସବୁବେଳେ ପାଖରେ ମାନେ ସ୍ଵାମୀ ପାଖରୁ ଭକ୍ତଟା ଯେତେବେଳେ ଜିତିଥିବ ସିଏ ମହାଦେବ ହେଇକି ବି ମୁଁ ଜିତିରେ ଜିତିଗଲି ତ ସେଟା ଅଧିକ ଏକ୍ସାଇଟେଡ ହେଇକି କହିବା ପାଇଁ ବି ବାହାରିବ କଣ କହିବ ବଇଲ ବଇଲା ଦେବ ସାହସ ନ ହୋଇ ଯେ ମିଥ୍ୟା କୁକ୍ଷଣ ପାରି ହୁଅନ୍ତି ଯେ କର ତାର ପ୍ରକାର ତେବେ ବଇଲଟି ବୃଷଭଟି ଅତି ଆନନ୍ଦ ମନରେ ଯାଇ କହୁଛି ଦେବ ହେ ଦେବ ଦେବ ମହାଦେବ ସାହସ୍ର ହେଲା ଶାସ୍ତ୍ର ଶାସ୍ତ୍ର କେବେ ମିଥ୍ୟା ନୁହେଁ ଶାସ୍ତ୍ରରେ ଯୋଉ ଲେଖା ହେଇଛି ସାହାଡା ବୃକ୍ଷ ଲଗେଇଲେ ଖାଦ୍ୟ ମିଳିବ ଏଇଟା କେବେ ମିଥ୍ୟା ନୁହେଁ ସୁକ୍ଷେଣ ପାରି ହୁଅନ୍ତି କର ତାର ଭୋଗତା ହେଲା ଭକ୍ତ ସୂର୍ଯ୍ୟ ଦେବତାଙ୍କର ଯୋଉମାନେ ଭକ୍ତ ଅତି ସୁଖରେ ସେ ପାରି ହେଇଯାଆନ୍ତି ତାଙ୍କ ଜୀବନ ଏଇ କଥା ମଧ୍ୟ ସେ କହିଲା ସେ ନିଜ ଭକ୍ତ ନା ତେଣୁ କହିଲା ଈଶ୍ୱର କହିଲେ ପାଇଲୁ ଯେ ସଂସାର ଜନକୁ ପ୍ରାପ୍ତ ହେଇଥିଲା ଈଶ୍ୱର ଯେତେବେଳେ ଜାଣିଲେ ହଉ ଠିକ ଅଛି ତୁ ଯାହା ପାଇଛୁ ଯାହା ତୁ ଯାହା ପାଇଛୁ ହରତାରଙ୍କୁ ମୁକ୍ତ କରିକି ଭକ୍ତି କରିକି ସ୍ମରଣ କରିକି ବା ସେ ଯୋଉ ସାହାଯ୍ୟ ବୃକ୍ଷଟି ମୁଣ୍ଡରେ ଲଗେଇକି ଯାହା ପାଇଲୁ ସେ ସମସ୍ତ ଜିନିଷ ସଂସାର ଜନକୁ ମଧ୍ୟ ପ୍ରାପ୍ତ ହଉ ତେନି ହେଲା ତାହା ତୁ ଯାହା ପାଇଲୁ
ଶାରଳ ପୁତ୍ର ପାଇଁ ସେ ସମସ୍ତ ଜିନିଷ ସଂସାରକୁ ମଧ୍ୟ ସଂସାର ଥିବା ଯୋଉ ଲୋକମାନଙ୍କୁ ମଧ୍ୟ ପ୍ରାପ୍ତ ହବ ବୋଲି ଆଶୀର୍ବାଦ ଦେଲେ। ବୃଷଭ କହିଲା ଆଉ ଟିକେ ବୃଷଭ ଟିକେ କହିଲା ପରେ ବି ତା ମନ ଖୁସି ହେଇକି ଖାଇକି ପିଇକି ଶିବ ହାରିଛନ୍ତି କଣ ଆହୁରି ଟିକେ କହିବ ଦ୍ୱିପଦ ତେଣୁ ଦ୍ୱିପଦ କହିଲେ ଦେଖୁଛି ଶିବ ବୁଝିଗଲେଣି ଯେ ଖାଇବା ପିଇବା ପାଇଛୁ ସେଇଥିପାଇଁ ତ କହିଲେ ତୁ ଯାହା ପାଇଲୁ ସଂସାର ଲୋକ ମଧ୍ୟ ତା ପାଆନ୍ତୁ ତଥାସ୍ତୁ କିନ୍ତୁ ଆର ଏକ୍ସାଇଟେଡ ଲେଭେଲ ଟା ପୁରା ବଢି ବଢି ଯାଉଛି ଜିତି ଯାଇଛି ସିଏ କହୁଛି ବୃଷଭ କହିଲା ଦେବ ପ୍ରତ୍ୟକ୍ଷ ହୋଇ ପାଇଲି ପ୍ରତ୍ୟକ୍ଷ ମାନେ ସିଧାସଳଖ ଭାବରେ ପରୋକ୍ଷ ହେଲା ଆଉ ଜଣଙ୍କ ମାଧ୍ୟମରେ ତମକୁ ମୁଁ ଗୋଟେ ଜିନିଷଟା ଏବେ ସାଙ୍ଗେ ସାଙ୍ଗେ ହାତରେ ଦେଲି ପ୍ରତ୍ୟକ୍ଷ ଭାବରେ ଦେଲି ତାକୁ କହିଲେ ତମେ ତମକୁ ଦେଇଦିଅ ସେଇଟା ହେଲା ପରୋକ୍ଷ ଭାବରେ ତ ପ୍ରତ୍ୟକ୍ଷ ହେଲା ସିଧାସଳଖ ତ କହୁଛି ସିଧାସଳଖ ଭାବରେ ମୁଁ ପାଇଛି କଣ ପାଇଛି ତମ ପାଇଁ ଯୋଉ ଖାଇବା ରୋଷେଇ ହେଇଥିଲା ତୁମେ କିନ୍ତୁ ଆଗ ଖାଇନ ତୁମ ଖାଇବା ମୁଁ ଆଗ ଖାଇଦେଇଛି ସେଥିପାଇଁ ସେ ବେଶୀ ଖୁସି କାରଣ କହୁଛି ତୁମର ମନ ହିଁ ନ କରୁଣୁ ମୁଁ ଆଗେ ଯେ ଖାଇଲି ମୁଁ ଯୋଉ ସିଧାସଳଖ ଭାବରେ ପାଇଲି କଣ ତୁମ ପାଇଁ ଯୋଉ ଭୋଜନଟି ପ୍ରସ୍ତୁତ ହେଇଥିଲା ତୁମେ ନ ଖାଉଣୁ ମୁଁ ଆଗେ ସେଟାକୁ ଖାଇଦେଲି କାହିଁକି ନା ଶିବ ଯେତେବେଳେ ଆସିନଥିଲେ ମା ପାର୍ବତୀ ଆଗ ସେ ଭୋଜନଟାକୁ ନେଇକି ରଖି ସାରିଥିଲେ ତାପରେ ଶିବ ଯାଇକି ରାତିରେ ଖାଇଥିବେ ତ ଯେ ଯାହାକୁ ସ୍ୱାମୀ ହୋଇଥାଏ ଭକ୍ତ ଅବଶ୍ୟ ତାହାର କରନ୍ତି ଚିନ୍ତା ତେଣୁ ପୁଣି କହୁଛି ଯିଏ ଯାହାର ଭକ୍ତ ହେଇଥାଏ ଯିଏ ଯାହାର ସ୍ୱାମୀ ହେଇଥାଏ ଯୋଉ ଭକ୍ତରେ ଯିଏ ସ୍ୱାମୀ ହେଇଥାଏ ସେ ତା ପାଇଁ ନିହାତି ଭାବରେ ଚିନ୍ତା କରନ୍ତି ଯେମିତି ଶିବ ଭକ୍ତ ଯୋଉମାନେ ଶିବ ମଧ୍ୟ ତାଙ୍କ ଭକ୍ତ ପାଇଁ ଚିନ୍ତା କରନ୍ତି ଯୋଉମାନେ ବିଷ୍ଣୁ ଭକ୍ତ ବିଷ୍ଣୁ ମଧ୍ୟ ତାଙ୍କ ଭକ୍ତ ପାଇଁ ଚିନ୍ତା କରନ୍ତି ଯେଉଁ ଭକ୍ତ ମାନେ ଥାଆନ୍ତି ସେମାନଙ୍କ ସ୍ଵାମୀ ମାନେ ତାଙ୍କ ଭକ୍ତ ପାଇଁ ଚିନ୍ତା ଥାଏ ପୁଣି କହୁଛନ୍ତି ସେବକ ଚିନ୍ତା ଯେବେ ସ୍ଵାମୀ କି ନ ଦେଇଥିବ କେବଳ ମତେ ଏ ସଂସାର ତରିବ ସେବକର ଚିନ୍ତା ଯଦି ସ୍ଵାମୀ ଯୋଉ ସ୍ଵାମୀ ବା ଯୋଉ ଭଗବାନଙ୍କର ସେବା କରୁଥିବା ଭକ୍ତ ମାନେ ଯଦି ଭଗବାନଙ୍କର ସେ ସେବକ ମାନଙ୍କର ଚିନ୍ତା ନ ଲାଗିବ ନ କରିବେ ତାକୁ ଯଦି ଠିକ ଆଶୀର୍ବାଦ ନ ଦେବେ ତାହେଲେ କେବଳ ମତେ ଭାବରେ କି ଭାବରେ କି ପ୍ରକାରରେ ଯେ ସଂସାର କରିବ ସଂସାର କଣ ପାର ଭିତରେ ହେଇପାରିବ ସେ ଲୋକଟି ଯଦି ଭଗବାନ ତାକୁ ସାହା ନ ହେବେ ସେ କଣ ପାର ଭିତରେ ହେଇପାରିବ ସଂସାରରୁ ଯେତେକ ଯୋଗାଡ଼ ତୁମର ମନ ଖୋଲି ତୁମର ମନ ହିଁ ନ କରି ମୁଁ ଆଗ ତାହା ପାଇଲା ଯେତେକ ଯୋଗାଡ଼ ତୁମର ମନ ଫୁଲିର ଅର୍ଥ ମଧ୍ୟ ଦେବଯୁକ୍ତ ଖାଦ୍ୟ ବା ସୁଖାଦ୍ୟ ସ୍ଵାଦିଷ୍ଟ ଭୋଜନ ମରଭୂମିର ତ ତମ ପାଇଁ ଯୋଗାଡ଼ ହେଇଥିବା ତୁମର ମନଫୁଲି ହେଲା ତୁମ ପାଇଁ ଯୋଉ ତିଆରି ହେଇଥିବା ସ୍ଵାଦିଷ୍ଟ ଭୋଜନ ଗୁଡାକ ତୁମର ମୁହେଁ ନ କରୁ ତୁମେ ଖାଇବା ପୂର୍ବରୁ ତୁମେ ଭୋଜନ କରିବା ପୂର୍ବରୁ ମୁଁ ତାହା ଆଗ ପାଇଲି ମୁଁ ଆଗ ତାକୁ ଖାଇଲି ସ୍ଵାମୀ ଲୟ କରି ଦେଖନି ମୋହର ଭୁଆଣୀ ଗନ୍ଧ ଆମ ପାଇଁ କର୍ପୂର ରସ ଜାଣି ହେ ସ୍ଵାମୀ ହେ ଦେବଦେବ ମହାଦେବ ଲୟ କରି ମାନେ ଲୟ କରି ହେଲା ଲକ୍ଷ୍ୟ କରି ଦେଖ ମୋ ଭୁଆଣୀକୁ ମୋର ଯୋଉଠି ଖାଇବା ଯୋଉଠି ଥୁଆ ହେଇଥିଲା ସେଠିକି ଟିକେ ଲକ୍ଷ୍ୟ କର ମୋ ଗୁହାଳ ଭିତରେ ଦେଖିବ ବଢିଆ ବଢିଆ ବାସ୍ନା ହଉଥିବ କାହିଁକି ସେମାନେ ଯୋଉ ଖାଦ୍ୟ ପ୍ରସ୍ତୁତ କରିଥିଲେ ଗନ୍ଧ ତା ଦେହରେ କର୍ପୂର ତା ଦେହରେ ସବୁ ଘିଅ ବିଭିନ୍ନ ପ୍ରକାରର ବାସ୍ନା ଯୁକ୍ତ ଜିନିଷ ପକେଇକି ମସଲାଦାର ଜିନିଷ ରୋଷେଇ କରିଥିଲେ ତାର ବାସ୍ନା ତମେ ଚିକେନ ମଟନ ପନିର ଫନିର ଖାଇଦଉଛ ହାତ ବାସ୍ନା ହଉଛି ସେଇଭଳି ସେ ଟିକେ ଖାଇଦେଇଛନ୍ତି ତାଙ୍କ ଜାଗା ଟା ମଧ୍ୟ ବାସ୍ନା ହଉଛି ଗନ୍ଧ ଆମ କରି ମାନେ ବାସ୍ନା ଆସୁଛି କର୍ପୂର ରସ ଜାଣି କର୍ପୂର ପତ୍ରର ବାସ୍ନା ଆସୁଛି ଯୋଉ ପଣା ଫଣା ହେଇଛି କର୍ପୂର ପତ୍ରର ବାସ୍ନା ଆସୁଛି ଦେଖ ସ୍ୱରୂପ ଦେଖି ଈଶ୍ୱର ବିଷାଦ କହିଲେ ପାର୍ବତୀଙ୍କୁ ସଲଜ ହୋଇ ପଚାରିଲେ ସେ ଯୋଉ ରୂପ ଦେଖିକି ଖାଇବାର ବାସ୍ନା ଜିନିଷ ପତ୍ର ଦେଖିକି ଈଶ୍ୱର ଟିକେ ଦୁଃଖୀ ହେଲେ କଣ ହେଲା ମୁଁ ଗୋଟେ ପରୀକ୍ଷା କଲି ମୁଁ ଫେଲ ହେଇଗଲି ତାକୁ ଗୋଟେ ପରୀକ୍ଷା କରିଦେଲି ମୁଁ ଗୋଟେ ଫେଲ ହେଇଗଲି ସେ ପାସ୍ ହେଇଗଲା ମନ ଦୁଃଖରେ ପାର୍ବତୀ ଆସିକି ସଲଜ୍ୟ ପଚାରିଲେ ସଲଜ୍ୟ ଲାଜ ଲାଜ ହେଇକି କାହିଁକିନା ପାର୍ବତୀ ଶୁଣିଲେ ଗୋଟେ ହସିଲେ ତମେ ଗୋଟେ ବୃଷଭଟାକୁ ପରୀକ୍ଷା କରୁଛ ଖାଇବା ପିଇବା ନ ଦେଇକି ତାକୁ କହିକି ପାର୍ବତୀ କାଳେ ହସିବେ ଲାଜ ଲାଜ ହେଇକି ଆସିକି ପଚାରିଲେ ବୃଷଭକୁ ନେଇକି କେଉଁ ଜିଲ୍ଲା ମୁଁ ଯୋଗାଡ଼ ତୁମେ ଜାଣନି କି ଦେବି ଏତେକା ତଥ୍ୟ ଯେ ବ୍ୟବହାର ତେବେ ଆସିକି ପାର୍ବତୀକି ପଚାରୁଛନ୍ତି ମୋର ଯୋଗାଡ଼ ମୋ ପାଇଁ ଯୋଗାଡ଼ ହେଇଥିବା ଖାଦ୍ୟ ପ୍ରସ୍ତୁତ ହେଇଥିବା ଖାଦ୍ୟ ଗୁଡିକ କିଏ ନେଇକି ବୃଷଭକୁ ଦେଲା ତୁମେ କଣ ଜାଣୁନି କି ଏଇର ତଥ୍ୟ ଯେ ବ୍ୟବହାର ବା ଆଚରଣ ଏହାର ଗୁଣ ତଥ୍ୟ ଟା ତମେ ଜାଣିନ କି ମୁଁ ତାକୁ ପରୀକ୍ଷା କରୁଥିଲି ତମେ ତ ଜାଣିନ ସେ କଥା ଜାଣିନ ଏମିତି କଥାବାର୍ତ୍ତା ହଉଛନ୍ତି ଶିବ ଆଉ ପାର୍ବତୀଙ୍କ ମଧ୍ୟରେ ପାର୍ବତୀ ପୁଣି ହସିଲେ ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନେ ତୁମର ଆସିବା ବିଳମ୍ବ ଦେଖିଲ ତ୍ରିଲୋଚନ ତ୍ରିଲୋଚନ ତିନୋଟି ଲୋଚନ ଯାହାର ବା ତିନୋଟି ଲୋଚନ ହେଲା ଆଖି ତିନୋଟି ଆଖି ଯାହାର ସେ ହଉଛନ୍ତି ଶିବ ତେବେ ପାର୍ବତୀ ହସିଲେ ଈଶ୍ୱରଙ୍କ କଥା ବଚନ ହେଲା କଥା ତାଙ୍କ କଥା ଶୁଣି ହସିଲେ ଏବଂ କହିଲେ ହେ ତ୍ରିଲୋଚନ ହେ ମହାଦେବ ତୁମେ ଯେତେବେଳେ ବିଳମ୍ବ କଲ ଡେରି ହେଲା ତୁମର ଆସିବାର ମୁଁ ସମସ୍ତ ବାଢିର ଦେବ ବସିଲି ମୁଁ ଭୁଞ୍ଜି ଏସନେକ ସମୟଣୀ ସମୟଣ
ଡମ୍ବରୁ ଶବଦ ବାଜିଲା। ତେଣୁ ସବୁ ଖାଇବା ପଦାର୍ଥ ବାଢିକି ମୁଁ ଟିକେ ଖାଇବାକୁ ବସିଲି, ତମେ ଡେରି କଲ ଆସିଲନି, ମତେ ଭୋକ ଲାଗିଲା, ତେଣୁ ମୁଁ ସବୁ ଖାଇବା ପଦାର୍ଥ ଗୁଡିକୁ ବାଢିକି ଆଣିକି ଖାଇବା ପାଇଁ ବସିଥିଲି। ସେଇ ସମୟରେ ବାହାରେ ଡମ୍ବରୁ ଶବ୍ଦ ଶୁଭାଗଲା, ତମେ ଆସିକି ପହଞ୍ଚିଗଲ। ମୁଁ କଣ କରିବି, କାରଣ ଉଦାହରଣ ତୁମେ ମତେ କୋପ କରିବ ବୋଲି ସବୁ ନେଇ ବୃଷଭ ଗୁହାଳରେ ଭରିଲେ। ଉଦାହରଣ ମାନେ ଭୋକିଲା ଅବସ୍ଥାରେ, ଉଦାହରଣ ଭୋକ ବିକଳରେ ତୁମେ କାଳେ ମତେ ଭୋକ କରିବ ରାଗିଯିବ, ମୁଁ ଦିନ ସାରା ଖାଇନି ବୁଲିଛି ଖରା ତରାରେ, ଗୋଟେ ଖାଇଦେଲୁନୁ ଆସିକି। ତ ଏଇଆ ତମେ ଭାବିବ କି ଭୋକ ହେଇକି ଭୋକରେ କାଳେ ଭୋକ କରିବ ବା ରାଗିଯିବ ବୋଲି ମୁଁ ସବୁ ନେଇକି ଡରିକି ଗୁହାଣୀରେ ରଖିଦେଲି, ବୃଷଭର ଗୁହାଣୀରେ ନେଇକି ରଖିଦେଲି କଂସାରେ ପୁରେଇକି। ସଦାନନ୍ଦ ହସିଲେ, ଗିରିଜାର ବଚନେ ଗିରିଜା କିଏ? ପାର୍ବତୀ। କାହିଁକି? ଗିରିରୁ ଜାତ ବୋଲି ସେ ଗିରିଜା, ଗିରି ହେଲା ପର୍ବତ, ସେ ପର୍ବତରେ ରୁହନ୍ତି। ହିମାଳୟର କନ୍ୟା ପାର୍ବତୀ, ହିମାଳୟର କନ୍ୟା ନୁହେଁ ପାର୍ବତୀ, କିନ୍ତୁ ତାଙ୍କର ପୂର୍ବ ଜନ୍ମରେ ସେ କାର ପୁତ୍ର କନ୍ୟା ଥିଲେ? ସତୀ। ସତୀ କାହାର ଝିଅ ଥିଲେ? ହଁ ହଁ, ଗୋରୁ ସେ ମେଢା ଭଳିଆ ମୁହଁ ତାର, କିଏ ସେ? କିଏ? କହୁନ, କୁହ କୁହ। କଣ? ସେ ନାଁ ସେଇ ପାଖାପାଖି ଗୋଟେ ନାଁ ଟେ। ତାଙ୍କ ଝିଅ ଥିଲେ ସତୀ, ଆଉ ଦି ଚାରିଟା ଝିଅ ମଧ୍ୟ ଥିଲେ। ସେ ଯାଇକିନା ଯଜ୍ଞ କରୁଥିଲେ, କି ଯଜ୍ଞ? ଅଶ୍ୱମେଧ ଯଜ୍ଞ। ଯଜ୍ଞ କରିଥିଲେ, ଡାକି ନଥିଲେ, ଇଏ ସେ ଶିବଙ୍କୁ ବାହା ହେଇଥିଲେ ବୋଲିକି ଶିବଙ୍କୁ ଡାକି ନଥିଲେ। ତ ପାର୍ବତୀ ଗଲେ ରାଗିକି ତାଙ୍କର ଆହୁତି ଦେଇଦେଲେ ଯଜ୍ଞ କୁଣ୍ଡରେ। ଶିବ ତାପରେ ଆସି ତାଙ୍କୁ ନେଇକି ପୁରାଣ କାଢିକି ଶିବ ଯାଇକି ତାଙ୍କ ଯଜ୍ଞ କୁଣ୍ଡରେ ଛି କରିଦେଲେ। ତାପରେ ସେଠୁ ସେ ପାର୍ବତୀଙ୍କୁ ନେଇଗଲେ, ସେ ମରି ଯାଇଥିଲେ। ଖଣ୍ଡ ବିଖଣ୍ଡିତ ହେଇକି ସବୁଠି ପଡିଲେ, ସେଇଥିପାଇଁ ଯୋଉଠି ଯୋଉଠି ସବୁ ପଡିଲା ସବୁ ଶକ୍ତି ପୀଠ ହେଇଗଲା। ହେଲା। ତାପରେ ହିମାଳୟ କନ୍ୟା ହେଇକି ଜନ୍ମ ହେଲେ ପାର୍ବତୀ, ଶିବଙ୍କୁ ଆଉଥରେ ବାହା ହେଲେ। ତ ସେଠୁ ଗିରିଜାଙ୍କ କନ୍ୟା, ସେଥିପାଇଁ ଗିରିଜା। ହୁଁ। କିଏ କହିଲ? କଣ ନା କି କହିବ? ମନେ ଅଛି ତାର? ସତୀଙ୍କର ସତୀ କୋଉଠି ପ୍ରଥମେ ଜନ୍ମ ହେଲେ? ସତୀ କିଏ? ପାର୍ବତୀଙ୍କର ଗୋଟେ ରୂପ ନୁହେଁ? ସତୀ ନା, ଆଉ ସତୀ ମରିଗଲା ପରେ ସତୀ ମରିଗଲା ପରେ ଯେତେବେଳେ ଅଗ୍ନିରେ ଝାସ ଦେଇଥିଲେ, ତାପରେ ଯାଇକି ହଁ ମେଣ୍ଢା ଭଳିଆ ତାର ମୁହଁଟା। ଯାହା ହଉ, ତ ସେଇ କଥା ସଦାନନ୍ଦ ହଉଛି ଶିବଙ୍କ ନାମ। ଆସିଲେ ଗିରିଜାର ବଚନେ, ଗିରିଜା ହଉଛନ୍ତି ପାର୍ବତୀ। ଆଚ୍ଛା, ଗିରିରୁ ଜାତ ବୋଲି ତାଙ୍କ ନାଁ ଗିରିଜା। କୋଉ ଗିରି? ହିମାଳୟ। ହିମାଳୟଙ୍କର କନ୍ୟା ସେ ପାର୍ବତୀ ଥିଲେ। ତ ସେଇ ଗିରିଜାଙ୍କ ବଚନରେ ହସିଲେ ଏବଂ ଏହିପରି କରି ଯେ ପ୍ରାପତାଟି କରାନ୍ତି ଦେବତା ମାନେ, ତାମାନେ ଦେବତା ମାନେ ଏଇଭଳି ଭାବରେ ତାଙ୍କର ଭକ୍ତ ମାନଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲିକି ଶିବ ମଧ୍ୟ ଜାଣିଲେ। ଯାହାକି ପୁରାଣରେ ଅଛି। ଆସିଛେ କୋଉଠୁ? ସାରଳା ଦାସଙ୍କର ମହାଭାରତର ଆଦି ପର୍ବରୁ ଉଦ୍ଧୃତ ହେଇଛି ଏ ଘଟଣା ମାନ। ସାରଳା ଦାସ ମହାଭାରତର ଆଦି ପର୍ବରୁ। ବିଷୟ ସରିଲା? କ୍ୱେଶ୍ଚନ ଆନ୍ସର କହିଲ? ଫଟାଫଟ ଫଟାଫଟ କହିବ। ଗୋଲାପ ଫୁଲକୁ କୋଉ ପୁଷ୍ପାବଳି କୁହାଯାଏ? ଗୋଲାପ ବୃକ୍ଷକୁ ପ୍ରତ୍ୟେକ ଦିନ କିଏ ପୂଜା କରନ୍ତି? ଯିଏ ଡାଉଟ ଅଛି ଚିହ୍ନ ମାରିଦବ ବହିରେ, ଦେଖିଲେ ମାରିଦବ ଆଉ। ଗୋଲାପ ବୃକ୍ଷକୁ ସୂର୍ଯ୍ୟଙ୍କର ରଥର କେଉଁ ଅଙ୍ଗ ସହ ତୁଳନା? ବିଶ୍ୱନାଥ ସ୍ୱାମୀ କେଉଁ ମହେଶ୍ଵର କେଉଁ ନଦୀ କୂଳରେ ବୁଲୁଥିଲା ବେଳେ ସାହାରା ବୈତରଣୀ କୋଉ ଜିଲ୍ଲାରେ? ମହେଶ୍ଵର ମହିଳା। ତାପରେ ବାମ ଦିଗରେ ଥିବା ତାହାରା ବୃକ୍ଷକୁ ଦେଖି ବୃଷଭ କଣ କଲା? କେଉଁ ଗଛର ପତ୍ର ପାଖରେ ଥିଲେ ଶତ୍ରୁ କ୍ଷୟ ହୁଏ?
ସଦାନନ୍ଦ ବୃଷଭ ପିଠିରେ ବସି କେତେ ଭୁବନ ବୁଲିଲେ? କେଉଁ ପତ୍ର ଛିଣ୍ଡାଇ ମଧ୍ୟରେ କେମିତି କେଉଁ ଗଛର ଝଡ଼ିଲା ପତ୍ର ଗୋଡ଼ରେ ଧରିଲେ? ତୁଳସୀ। ଶାରଳା ପତ୍ର କହିଲେ କଣ ପ୍ରାପ୍ତ ହୁଏ? ଶାରଳା ପତ୍ର କବିତାରେ ମହାଭାରତରେ କେଉଁ ପର୍ବ ଅଛି? ଶିବ କପିଳାସକୁ କେତେବେଳେ ଫେରିଲେ? ଶିବ କପିଳାସକୁ କେତେବେଳେ ଫେରିଲେ? ପ୍ରଭାତରେ ସୂର୍ଯ୍ୟାସ୍ତରେ ହଁ ସୂର୍ଯ୍ୟାସ୍ତରେ ମଧ୍ୟାହ୍ନରେ ସନ୍ଧ୍ୟାରେ କେତେବେଳେ? ହଁ ଲେଖା ଅଛି ସୂର୍ଯ୍ୟାସ୍ତ ଲେଖିଦବା ସୂର୍ଯ୍ୟାସ୍ତ। ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆସେ ନା ନାଇଁ ସୂର୍ଯ୍ୟାସ୍ତ ପରେ ନୁହଁ, ଅସ୍ତ ହେଇଗଲେ ସନ୍ଧ୍ୟା ଆସିଯାଏ ତ ସୂର୍ଯ୍ୟାସ୍ତ ଲେଖିଲି। ପଞ୍ଚବକ୍ର ଅର୍ଥ କଣ? ହଁ ପାଞ୍ଚଟି ବଦନ ନା ପାଞ୍ଚଟି ମୁହଁ। ପାଞ୍ଚଟି ମୁଖ ଠିକ ମୁହଁ ଲେଖ ବଦନ ଲେଖ ଯାହା ଲେଖୁଛ ଲେଖ। ଅମୃତ ଜନଟା ଦଣ୍ଡନ କରି ଉମା ବିମୁଖ ହେଲେ କାହିଁକି? ଉମା କେତେବେଳେ ଖାଇବାକୁ ବସିଲେ? ହଁ 13 ଘଡ଼ି ଗଡି ଯିବାରୁ ହେଲା ଶିବ ଆସିବାରୁ ନ ହବନି କି ସନ୍ଧ୍ୟା ଯିବାରୁ 13 ଘଡ଼ି ଯିବନି। ପାର୍ବତୀ କାହିଁକି ଅଧାକିଆ ହେଉଥିଲେ? ଆସିଯିବ ଠିକ। ଶିବ ଆସିଯିବାରୁ ପାର୍ବତୀ ଖାଦ୍ୟଦ୍ରବ୍ୟ ସବୁଠୁ କୁଣ୍ଡରେ ଅମୃତ ଯୋଗାଡ଼ ପାଇଁ ଆନନ୍ଦରେ ଭୋଜନ କରି ବୃଷଭ କାହାକୁ ସ୍ମରଣ କଲା? କରତାର ସେବକର ଚିନ୍ତା କାହାକୁ ଲାଗେ? ପାର୍ବତୀଙ୍କ କଥା ଶୁଣି ଶିବ କଣ କଲେ? ଆସିଲେ ଠିକ। ତପସ୍ୟା ଦେଖିବା ଆର କ୍ଲାସରେ ପଚରା ହବ ଆର କ୍ଲାସରେ କଣ ପଢିବା? ଶଶୁପଦର ସରିଛି ତାର ମୁଖ ସରିଲା ଝେଲ ନଦୀର ସନ୍ଧ୍ୟା ସେଇଟା ପଢିବା ଆର କ୍ଲାସରେ ଠିକ।